ସାଙ୍ଗମାନେ ମାନେ ତାଙ୍କ ଭାଇ ହାତରେ ରାକ୍ଷୀ ବାନ୍ଧିବେ କିନ୍ତୁ ପଇସା ଖର୍ଚ୍ଚ ହବ ଆମ ପକେଟରେ। ଏଟା ସତ କି ମିଛ ନିଶ୍ଚୟ କମେଣ୍ଟରେ କହିବେ। ବର୍ତ୍ତମାନ ରାକ୍ଷୀ ବନ୍ଧା କାର୍ଯ୍ୟକ୍ରମ ଆରମ୍ଭ ହେଇଗଲା। ବର୍ତ୍ତମାନ ଗୀତା ତାଙ୍କ ଭାଇକି ବର୍ତ୍ତମାନ ଚନ୍ଦନ ଆଉ ସିନ୍ଦୁର ଲଗାଉଛନ୍ତି। ବର୍ତ୍ତମାନ ଆମେ ପହଞ୍ଚି ଗଲୁ ରଣପୁରରେ ଥିବା ମହାପ୍ରଭୁଙ୍କ ଜଗନ୍ନାଥଙ୍କ ମନ୍ଦିର, ଯାହାକୁ ଦ୍ୱିତୀୟ ଶ୍ରୀକ୍ଷେତ୍ର ବୋଲି ମଧ୍ୟ କୁହାଯାଏ। ହଉଛନ୍ତି ତଳ ରହୁଥିବା ମା ମଣିନାଥଙ୍କ ମନ୍ଦିର। ଦେଖିପାରୁଥିବେ କାରୁକାର୍ଯ୍ୟରେ ବହୁତ କିଛି ବର୍ତ୍ତମାନ କାମ ହେଇଯାଇଛି। ହାଇ ସାଙ୍ଗମାନେ, ବର୍ତ୍ତମାନ ଗୀତାର ମୋର ଆମେ ଘରୁ ବାହାରି ପଡିଲୁ। ବର୍ତ୍ତମାନ ଗୀତାର ମୋର ଆସିକି ଗାଡିରେ ବସି ପଡିଲୁ। ତେଣୁ ରାକ୍ଷୀ ବନ୍ଧନ ଉପଲକ୍ଷେ ମୋର ସମସ୍ତ ଭଉଣୀ ମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଆଉ ଶୁଭକାମନା। ମୋର ସବୁ ଭାଇ ମାନଙ୍କୁ ଶୁଭେଚ୍ଛା ଆଉ ଶୁଭକାମନା। ତେଣୁ ରାକ୍ଷୀ ଆଜି ସ୍ପେଶାଲ। ତେଣୁ ଗୀତାର ଆମେ କୁଆଡେ ବାହାରୁଛୁ ବ୍ଲଗରେ କଣ୍ଟିନ୍ୟୁ ରୁହନ୍ତୁ। ଆମେ ରାକ୍ଷୀ ଆଜି କୁଆଡେ କୁଆଡେ ଯାଉଛୁ କଣ ସବୁ କରୁଛୁ ଆପଣ ବ୍ଲଗରେ କଣ୍ଟିନ୍ୟୁ ରୁହନ୍ତୁ, ଆପଣ ଜାଣିପାରିବେ। ମୁଁ ଏବେ ପଳେଇ ଆସିଲି ପେଟ୍ରୋଲ ଟାଙ୍କି ତେଲ ପକେଇବା ପାଇଁ। କାରଣ ଆମେ ଯେମିତି ଖାଇଲେ ଆମ ଇଞ୍ଜିନ ଚାଲେ, ସେମିତି ଗାଡିରେ ତେଲ ପକେଇଲେ ହିଁ ଗାଡି ଚାଲେ। ତେଣୁ ଗାଡିରେ ଟିକେ ତେଲ ପକେଇଦବା, ତାପରେ ବାହାରି ପଡିବା। ବର୍ତ୍ତମାନ ଆସିକି ଆମେ ରାକ୍ଷୀ ଦୋକାନରେ ପହଞ୍ଚି ଗଲୁ। ଦେଖିପାରୁଥିବେ ଗୀତା ବର୍ତ୍ତମାନ ଏଠି ରାକ୍ଷୀ କିଣୁଛନ୍ତି। କାରଣ ଯେହେତୁ ଆଜି ରାକ୍ଷୀ ପୂର୍ଣ୍ଣିମା ପବିତ୍ର ଦିନ, କାରଣ ଭାଇ ହାତରେ ଭଉଣୀ ଏଇ ସୂତା ଖଣ୍ଡକ ବାନ୍ଧିଲେ ବି ତାର ବହୁତ କିଛି ମୂଲ୍ୟ ଥାଏ ସୂତା ଖଣ୍ଡକର। ତେଣୁ ସେଇଥିପାଇଁ ଗୀତା ଆସିକି ବର୍ତ୍ତମାନ ରାକ୍ଷୀ ଦୋକାନରେ ପହଞ୍ଚିଗଲା। ଏବେ ରାକ୍ଷୀ କିଣା ସରିଲା। ଏବେ ଆସିଲୁ ମିଠା ଦୋକାନକୁ। ଭାଇ ମିଠା କେତେ ଅଛି? ହଁ 240। ହେଲେ ଆପଣଙ୍କ ଆଡେ ମିଠା କେତେ ଅଛି ନିଶ୍ଚୟ କମେଣ୍ଟରେ କହିବେ। ଆଜି ରାକ୍ଷୀ ପୂର୍ଣ୍ଣିମାରେ ଆମ ଆଡେ 240 ଦେଖିପାରୁଥିବେ ମିଠାର ଭେରାଇଟି। ତାହେଲେ ଆପଣଙ୍କ ଆଡେ ମିଠା ଆଜି କେତେ ରେଟ୍ ଅଛି ନିଶ୍ଚୟ କମେଣ୍ଟରେ କହିବେ। ଏବେ ମିଠା କିଣା ସରିଲା। ଏବେ ଚାଲିବା ନିଜ କର୍ମକ୍ଷେତ୍ରକୁ। ଆଜି ପ୍ରବଳ ଜୋରେ ଖରା ହଉଛି। ଏବେ ଦିନ ମେଘୁଆ ହେଇଥିଲା। ଆଜି ପ୍ରବଳ ଜୋରେ ଗରମ ଆଉ ଖରା ଗୁଳିମୁଳିଆ ହଉଛି। କାରଣ ଖରା ହେଲେ କଣ ହବ, ଯେମିତି ତ ଯିବାକୁ ପଡିବ ନା ଗନ୍ତବ୍ୟସ୍ଥଳୀ। ସୁଭଦ୍ରା ପଞ୍ଚମ କିସ୍ତି ଆସିବ ବୋଲି ଆମ ନୟାଗଡ଼ ବଜାରକୁ କୋଉ ଭାବରେ ସଜା ହେଇଛି ଦେଖନ୍ତୁ। ସାଙ୍ଗମାନେ ମାନେ ତାଙ୍କ ଭାଇ ହାତରେ ରାକ୍ଷୀ ବାନ୍ଧିବେ କିନ୍ତୁ ପଇସା ଖର୍ଚ୍ଚ ହବ ଆମ ପକେଟରେ। ଏଟା ସତ କି ମିଛ ନିଶ୍ଚୟ କମେଣ୍ଟରେ କହିବେ। ଇଏ ହଉଛି ଭୀମପଡା ବଜାର। ବର୍ତ୍ତମାନ ମିଠା କିଣା ସରିଲା। ପୁଣି ମନ ହେଲା ଆଳୁଚପ, ବରା, ସିଙ୍ଗେଡା ଆଉ କାକେରା ପୁଣି କିଣା ହବ। ତେଣୁ ଚାଲନ୍ତୁ। ପୁଣି ସ୍ତ୍ରୀ କହୁଛୁ ମାନେ କିଣିବାକୁ ପଡିବ। ଆଉ କଣ କରିବା, ଯାଇ ଦୋକାନ ପାଖରେ ଛିଡା ହେଇପଡିଲେ ଗାଡିରେ ଓହ୍ଲେଇକି ପାରାକିନି। ଦିଅ ବରା, ଚପ ଆଉ କାକେରା ଦେଇଦିଅ, 100 ଟଙ୍କା ଦେଇଦିଅ। ଶେଷରେ ଆସିକି ଗୀତାଙ୍କ ଦଦାଙ୍କ ଘରେ ଆସିକି ପହଞ୍ଚି ଗଲୁ। ଦେଖିପାରୁଥିବେ ସୁନ୍ଦର ଘରଟିଏ, ମେନ୍ ରୋଡ ପୁରା ପାଖରେ ସୁନ୍ଦର ଘରଟିଏ। କାରଣ ଗୀତାଙ୍କର ହଉଛନ୍ତି 6 ରୁ 7 ଭାଇ। 7 ଭାଇଙ୍କ ପାଖରେ ତ ପହଞ୍ଚିବା ଏତେ ସମ୍ଭବପର ନୁହେଁ। ସେଇଥିପାଇଁ ଯିଏ ପାଖରେ ଅଛି ତାଙ୍କ ପାଖକୁ ପଳେଇ ଆସିଲୁ ରାକ୍ଷୀ ବାନ୍ଧିବା ପାଇଁ। ଚାଲନ୍ତୁ ଏବେ ଯିବା ରାକ୍ଷୀ କାର୍ଯ୍ୟକ୍ରମ ଉପରକୁ। ଗୋଟେ ରାକ୍ଷୀ ପୂର୍ଣ୍ଣିମାରେ ଦିନ ଆସିକି 10ଟା ବାଜିଣି, ଶାଳକ ମଉସା ଗାଧେଇ ନାହାନ୍ତି। ଏବେ ଗାଡି ଥୁଆ ହେଇଛି। କଣ ତମେ କରୁଛ? ଗାଡିର କାମ ହଉଛି। ତମେ ଆସି 10ଟା ବାଜିଣି ଗାଧେଇବାର ନାହିଁ। ଇଏ ଲୋକ ଦେଖୁନ, ମାନେ ସବୁ କ୍ୟାମେରା ଆଗୁ ଆସିଲା ମାନେ କବାଟ ସବୁ ଦିଆ ହେଇଯାଉଛି। ଟୁଙ୍ଗୁରୁ ଫଳ, ଏଇଠି ଆମ ଟୁଙ୍ଗୁରୁ ଫଳ। ଇଏ ଟୁଙ୍ଗୁରୁ ଫଳ। ଟୁଙ୍ଗୁରୁ ଫଳ କଣ କରିଛ? ଟିକେ ହାଇ କରିଦେଲ, ଟିକେ ହାଇ କରିଦିଅ। ଟୁଙ୍ଗୁରୁ ଫଳ ଦେଖ, ରାକ୍ଷୀ ପୂର୍ଣ୍ଣିମାରେ ଗୋଟେ ପିଲା କୋଉଠି ବସି କାମ କରୁଛି। ଅବଶ୍ୟ ସତ କଥା, ଆଗ କର୍ମ ତାପରେ ଯୋଉ କଥା। କାରଣ ଗାଡିଟା ଠିକ କଲେ ସିନା କାଲି ସକାଳୁ ଗାଡିଟା ସ୍କୁଲରେ ଚାଲିବ। ମାନେ ହେଇଛି ରାକ୍ଷୀ ରାକ୍ଷୀ ଦେଖିଦୁ କେତେ ରାକ୍ଷୀ ହେଇଛି। ରାକ୍ଷୀଟା ଦେଖି, ରାକ୍ଷୀଟା ୱାଓ ବିୟୁଟିଫୁଲ ରାକ୍ଷୀ। ବଢିଆ ରାକ୍ଷୀ ହେଇଛି। ହଁ ଏଠି ବସା ତାକୁ ପିସି ନାନୀ ବର୍ତ୍ତମାନ ବାନ୍ଧି ଦଉଛନ୍ତି। ଯେହେତୁ ତାର ଭଉଣୀ କେହି ନାହାନ୍ତି, ପିସି ନାନୀ ଆଇଛି ରାକ୍ଷୀ ବାନ୍ଧିବାକୁ, ତ ସମସ୍ତେ ରାକ୍ଷୀ ବାନ୍ଧିଦବ। ଆଉ ଆମ ପୁଅ ଜଗନ୍ନାଥ ରାକ୍ଷୀ ପିନ୍ଧୁଛି। ଦେଖ କେଡେ ବଡ ଜଗା କାଳିଆର ରାକ୍ଷୀ। ୱାଓ କେଡେ ବଡ ରାକ୍ଷୀ ହେଇଛି ଆମ ପୁରା, କେଡେ ବଡ ରାକ୍ଷୀ। କାରଣ ଛୋଟ ପିଲାଙ୍କର ଟିକେ ବଡ ରାକ୍ଷୀ ହେଲେ ସୁନ୍ଦର ଲାଗେ। ଦେଖ ବଢିଆ ଲାଗେ ନା। ଛୋଟ ରାକ୍ଷୀ ବୋଲି ପିନ୍ଧିଲା, ଏଠି ବାହାର କରି ପକେଇଦେଲା। ଦେଖ ଏଠି ବଡ ରାକ୍ଷୀ ସେ ପିନ୍ଧିଲା ଲାଷ୍ଟକୁ। ହଁ 2ଟା ରାକ୍ଷୀ ପିନ୍ଧ। ଆମ ପୁଅର ତ ଢେର ରାକ୍ଷୀ। ମଲା ପରେ ଇଏ ଆମର ହିରୋ ଆସିଛି ବର୍ତ୍ତମାନ। ଇଏ ବର୍ତ୍ତମାନ 7-8 ଦିନ ହେଲା ଆସିଛି। 6 ମାସର ଇଏ ଆନା ହଉଛି ହିରୋ। ଦେଖ ସାଇଲେଣ୍ଟ ଠିଆ ହେଇଛି। ହିରୋ କମ୍ କମ୍ କମ୍। ଦେଖ ସିଏ ଆମକୁ ଚିହ୍ନିନି ନା, ସେଇଥିପାଇଁ ଦୂରେଇ ଯାଉଛି। ବର୍ତ୍ତମାନ ଔଷଧ ବାହାର କରୁଛନ୍ତି ତାଙ୍କ ବାପାଙ୍କ ପାଇଁ, ଜେଜେଙ୍କ ପାଇଁ ତାଙ୍କର। ଦେଖି ଆସ ବାବା, ଔଷଧ ଦେଇଦେଲ। ହଁ ଔଷଧ ଦଉନ, ଏମିତି ଫୋପାଡୁଛ କଣ? କୋଉ ଔଷଧ ଖାଇବେ ବାପା? ଦେଖି କୋଉ ଔଷଧଟା? ଏଇଟା ଗୁଡ। ଆଉ ବାହାର କରିଦିଅ। ଆଉ କୋଉଟା ଖାଇବେ? ବର୍ତ୍ତମାନ ରାକ୍ଷୀ ବନ୍ଧା କାର୍ଯ୍ୟକ୍ରମ ଆରମ୍ଭ ହେଇଗଲା। ବର୍ତ୍ତମାନ ଗୀତା ତାଙ୍କ ଭାଇକି ବର୍ତ୍ତମାନ ଚନ୍ଦନ ଆଉ ସିନ୍ଦୁର ଲଗାଉଛନ୍ତି। ବର୍ତ୍ତମାନ ପିଲାକୁ ଦେଖ ଗୋଟେ ବ୍ୟାଗ ଧରି ମାମା ଆସେ ପଛରେ, ଗୋଟେ ପିଲା ବ୍ୟାଗ ଧରି ବୁଲୁଛି। ଦେଖ ଟୁଙ୍ଗୁରୁ ଫଳ, ଏଟା କୋଉ ବ୍ୟାଗ ରେ? ଏଟା କୋଉ ବ୍ୟାଗ? ତା ବାବା ବର୍ତ୍ତମାନ ଗାଡି ବାହାର କରୁଛି। ବର୍ତ୍ତମାନ ଗୀତା ତା ଭାଇକି ରାକ୍ଷୀ ଏଠି ବନ୍ଧା ସରିଲା। ଆପଣ ଦେଖିପାରୁଥିବେ ବର୍ତ୍ତମାନ ସ୍କର୍ପିଓ ବାହାରୁଛି। ଗୀତା ବର୍ତ୍ତମାନ ଛିଡା ହେଇଛି। ଦେଖ ମାନି ସେପଟେ ଛିଡା ହେଇଛି। ବର୍ତ୍ତମାନ ଆମେ ସ୍କର୍ପିଓରେ କୁଆଡେ ଯାଉଛୁ ଭିଡିଓରେ କଣ୍ଟିନ୍ୟୁ କରନ୍ତୁ, ଆପଣ ଜାଣିପାରିବେ। ବର୍ତ୍ତମାନ ଶଳା ଆମର ସ୍କର୍ପିଓ ଷ୍ଟାର୍ଟ କରୁଛୁ। ବର୍ତ୍ତମାନ ଦେଖିପାରୁଥିବେ ଦେଖିଲ ମାନେ କେତୁଟା ବ୍ୟାଗ। ଗୋଟେ ପୁଅ ବ୍ୟାଗ ଧରିଛି, ଗୋଟେ ମା ବ୍ୟାଗ ଧରିଛି।
ଆଉ ଗୀତା ତ ଧରିଛନ୍ତି ତାଙ୍କ ଜରି ଆଉ ଗାଡି ବର୍ତ୍ତମାନ ବାହାରିଲା ବର୍ତ୍ତମାନ ସ୍କର୍ପିଓ ବାହାରି ପଡିଲା ଶଳା ବର୍ତ୍ତମାନ ଆମର ଗାଡି ଚଲାଉଛନ୍ତି ଏଠି ଗୀତା ରାଣୀ ବସିଛନ୍ତି ଏଠି ଇଏ ମାନି ଆମର ଶଳା ଭାଉଜ ଆମର ଟୁଙ୍ଗୁରୁ ବଳକୁ ଚକଲେଟ ଦିଆଗଲା ଇଏ ଚକଲେଟ ସବୁ ପାଇଗଲେ ସୁନାଖାଇରୁ ରଣପୁର ଆସିବା ଭିତରେ ବାଟରେ ପଡେ ମା ଦହିଖାଇ ଠାକୁରାଣୀ ଚାଲନ୍ତୁ ମାଙ୍କୁ ଦର୍ଶନ କରିବା ସୁନ୍ଦର ମନ୍ଦିରଟେ ମାଙ୍କର ଚାଲନ୍ତୁ ମାଙ୍କୁ ଦର୍ଶନ କରିବା ହେଲେଣି ତା ସୁନ୍ଦର ମନ୍ଦିରଟେ ହେଇଛି ମାଙ୍କର ମାଙ୍କ ମନ୍ଦିର ଆପଣ ତ ସେ ବଡ ପାହାଡ ଦେଖୁଛନ୍ତି ସିଏ ହଉଛି ରଣପୁରର ମଣିନାଗ ପାହାଡ ଦେଖନ୍ତୁ କେତେ ବଡ ପାହାଡ ସିଏ ତା ଉପରେ ମା ମଣିନାଗଙ୍କର ମନ୍ଦିର ଅଛି ସେ ଉପରେ କିନି ବର୍ଷା ପ୍ରବଳ ଯୋଉ ଆରମ୍ଭ ହେଇଗଲାଣି ପାହାଡଟା ଠିକ ସେ ଦେଖା ଯାଉନି ବର୍ତ୍ତମାନ ହେଲେ କୁଣିଆ ଯେବେ ଲୋକ ଦେଖ ଛତା ଧରି ବର୍ତ୍ତମାନ ଆସୁଛନ୍ତି ଦେଖ ମାନେ ସକାଳୁ ଖରାକୁ ଇଏ ବର୍ତ୍ତମାନ ଦିହି ପରେ ବର୍ଷା କ୍ଲାସ ଡାଉନ ହବନି ଆଉ ବନ୍ଦ କରିଦେଲେ ଆଉ ହଁ ସେ ତାଙ୍କୁ ଆଗ ନେଇଯାଉ ସେ ଲୋକକୁ ଆଗ ନେଇଯାଉ ଆମ ଟୁଙ୍ଗୁରୁ ବେଳକୁ ନିଅ ଆରେ ଡୋର ମେଲା କରିଦେଲେ ବୋପା ମା ଆରେ ଆଉ ସେ କେତେ ମତେ ଦେଇଦିଅ ଟୁଙ୍ଗୁରୁ ବେଳ ପଳେଇରେ ଓଦା ହେଇଯିବ ହଁ ମୁଁ ଡୋର ପଳେଇ ପଳେଇ ଆସ ବର୍ଷା ପ୍ରବଳ ମାତ୍ରାରେ ହଉଛି ଦେଖିପାରୁଥିବେ ବୋପା ବର୍ଷା ଆରେ ଆରେ ବିକାଶ ଓଦା ହେଇଯିବ ମୋ ପିଲାଟା ଗ୍ଲାସ ପକା ମାଡ଼ିକି ମାନେ ସକାଳେ କୁହାରେ ଖରା ହେଇଥିଲା ଏବେ କୁହାରେ ବର୍ଷା ହଉଛି ଦେଖେ ଓ କହିବ ପାଗ କଥା ଦେଖ କି ଜୋରେ ବର୍ଷା ଆଜି ହଉଛି ମାନେ ସକାଳେ କି ଜୋରେ ଖରା ହେଇଥିଲା ଏବେ କି ଜୋରେ ବର୍ଷା ହଉଛି ଦେଖନ୍ତୁ ଭଗବାନ କୋଉଠି ମେଘ ଥିଲା କେଜାଣି ଆମେ ତାଙ୍କ ଘରେ ପହଞ୍ଚୁ ପହଞ୍ଚୁ ମାନେ ବର୍ଷା ପୁରା କାଚି ଦେଲା ପୁରା ମାନେ କି ଜୋରେ ବର୍ଷା ହଉଛି ଦେଖନ୍ତୁ ବାବା ଭଲ କରି କିଛି କରିବା ପିସା ଉଠିଛନ୍ତି ନା କିଛି କରିବା ଇଏ କରି ପିସା ଉଠିছে ନା ଠିକ ଟାଇମ ଲାଇନ କଟି ଯାଇଛି ମାନେ ଗୀତା ରାକ୍ଷୀ ଭାଙ୍ଗିଲା ବେଳକୁ ଲାଇନ ଯାଇଛି ବର୍ଷା ଯୋଗୁ ରଣପୁରରେ ବି ଲାଇନ କଟି ଯାଉଛି ଟୁଙ୍ଗୁରୁ ବଇଛି ଆଉ ଜଣେ ବିଲେଇ ବର୍ତ୍ତମାନ ଅଛନ୍ତି ଦେଖ ବିଲେଇ ଦେଖ ବଢିଆ ବିଲେଇ ଯାଇନି କିଏ କିଏ ତୁ ନେଇକି ଯିବୁ ଆମ ଟୁଙ୍ଗୁରୁ ବେଳ କହୁଛୁ ବିଲେଇ ଗୁଡାକ ନେଇକି ପଳେଇବ ତୁ ନେଇଯିବୁ ଧରିଲୁ ଧରିବନି ଖାଲି ଦେଖିବ ଏଇ ପିଲା ବର୍ତ୍ତମାନ ଆମେ ପହଞ୍ଚିଗଲୁ ରଣପୁରରେ ଥିବା ମହାପ୍ରଭୁଙ୍କ ଜଗନ୍ନାଥଙ୍କ ମନ୍ଦିର ଯାହାକୁ ଦ୍ୱିତୀୟ ଶ୍ରୀକ୍ଷେତ୍ର ବୋଲି ମଧ୍ୟ କୁହାଯାଏ ଚାଲନ୍ତୁ ମହାପ୍ରଭୁଙ୍କୁ ଦର୍ଶନ କରିବା ଆଉ ତାଙ୍କ ମନ୍ଦିରକୁ ବୁଲିବା ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜଗନ୍ନାଥ ମନ୍ଦିର ଯୋଉ ଷ୍ଟାଇଲରେ ତିଆରି ହେଇଛି ଆପଣ ଦେଖିପାରୁଥିବେ ଡିଟୋ ସେମ୍ ଷ୍ଟାଇଲରେ ରଣପୁର ଜଗନ୍ନାଥ ମନ୍ଦିର ତିଆରି ହେଇଛି ଆଉ ପଛପଟେ ସୁନ୍ଦର ପାହାଡ ଆଉ ପାହାଡ ପାଦଦେଶରେ ମହାପ୍ରଭୁଙ୍କ ମନ୍ଦିର ମୁଁ ଟୋଟାଲ ମନ୍ଦିର ଆପଣଙ୍କୁ ଦେଖାଉଛି ହଉଛି ମା ଲକ୍ଷ୍ମୀଙ୍କ ମନ୍ଦିର ଆମ ଟୁଙ୍ଗୁରୁ ବର୍ତ୍ତମାନ ଚାଲି ଚାଲି ଆସୁଛି ମନ୍ଦିରରେ କଣ କାଖେଇବ କଣ ମନ୍ଦିରରେ ବୁଲିବ ନା ଆଉ ତ ସବୁଆଡେ ଦର୍ଶନ କରିବ ନା ଆଉ ଇଏ ହଉଛି ରଣପୁର ରାଜବାଟୀ ରାଜବାଟୀ ଆଉ ଆଗ ଭଳିଆ ନାହିଁ ଧୀରେ ଧୀରେ ନଷ୍ଟ ହେବାକୁ ଲାଗିଲାଣି କାରଣ ଜଗନ୍ନାଥ ମନ୍ଦିର ପାଖକୁ ଲାଗିକି ଆମର ରାଜବାଟୀ ପୁରୁଣା ରାଜବାଟୀ ଦେଖିପାରୁଥିବେ ଆଉ ଆଗ ଭଳିଆ ସେ ନାହିଁ ଏବେ ଧୀରେ ଧୀରେ ନଷ୍ଟ ହେବାକୁ ଲାଗିଲାଣି ଯେହେତୁ ଆର ରକ୍ଷଣାବେକ୍ଷଣ ନାହିଁ ସେଥିପାଇଁ ଧୀରେ ଧୀରେ ଏ ନଷ୍ଟ ହେବାକୁ ଲାଗିଲାଣି ଆଉ ରାଜବାଟୀ ଆଗରେ ହଉଛି ରଣପୁର ବଜାର ମହାପ୍ରଭୁଙ୍କ ମନ୍ଦିର ବହୁତ ସୁନ୍ଦର ମନ୍ଦିର ଆପଣ ଯଦି କେବେ ରଣପୁର ଆସନ୍ତୁ ତାହେଲେ ନିଶ୍ଚୟ ରଣପୁରର ଜଗନ୍ନାଥ ମନ୍ଦିର ଦର୍ଶନ କରିକି ଯାଆନ୍ତୁ ବହୁତ ସୁନ୍ଦର ମନ୍ଦିର ଆଉ ବହୁତ ସୁନ୍ଦର ବି ଲାଗିବ ତାହେଲେ ନିଶ୍ଚୟ ମହାପ୍ରଭୁଙ୍କୁ ଆସିକି ନିଶ୍ଚୟ ଦର୍ଶନ କରିବେ ଏବେ ଚାଲନ୍ତୁ ଏବେ ଯିବା ରଣପୁରରେ ଥିବା ମଣିନାଗ ମନ୍ଦିରକୁ ଆମେ ଏବେ ଚାଲିଲୁ ମା ମଣିନାଗଙ୍କ ମନ୍ଦିର ଆପଣ ଦେଖିପାରୁଥିବେ ସୁନ୍ଦର ପାହାଡ ଆଉ ପାହାଡ ତଳେ ମା ମଣିନାଗଙ୍କ ମନ୍ଦିର ଦେଖନ୍ତୁ
ହଉଛନ୍ତି ତଳ ରହୁଥିବା ମା ମଣିନାଙ୍କ ମନ୍ଦିର। ଏଠି ଦେଖିବା ଯେ କାରୁକାର୍ଯ୍ୟରେ ବହୁତ କିଛି ବର୍ତ୍ତମାନ କାମ ହେଇଯାଇଛି। ଚାଲନ୍ତୁ ଏବେ ଭିତରକୁ ଯିବା, ମାଙ୍କୁ ଦର୍ଶନ କରିବା। ଜଗନ୍ନାଥ ବିଷ୍ଣୁ ବୁଲି ପାରିବେ, ପରିକ୍ରମା କରିପାରିବେ। ଆପଣଙ୍କୁ ପୁରା ମଣିନାଙ୍ଗର ମନ୍ଦିର ତଳର ମନ୍ଦିର ଦୃଶ୍ୟ ଦେଖାଉଛି। ଦେଖନ୍ତୁ କେତେ ସୁନ୍ଦର ମନ୍ଦିର ହେଇଛି। ଇଏ ହଉଛି ପାହାଡର ଦୃଶ୍ୟ। ଆଉ ଏଇ ପାହାଡ ଉପରେ ପ୍ରକୃତ ମା ମଣିନାଗ ମାଙ୍କର ମନ୍ଦିର ଅଛି। କଥାକ୍ରମେ ବହୁତ ବର୍ଷ ତଳେ ମା ଉପରେ ହିଁ ପାହାଡ ଉପରେ ହିଁ ପୂଜା ପାଉଥିଲେ। ଆପଣ ଦେଖିପାରୁଥିବେ ରାସ୍ତା ବଦନ ସବୁ ହେଇଛି ଉପରକୁ ଯିବା ପାଇଁ, କିନ୍ତୁ ପୂଜା କରିବା ପାଇଁ ଅସୁବିଧା ହେବା ଯୋଗୁଁ ତାପରେ ପାହାଡ ତଳେ ମାଙ୍କର ମନ୍ଦିର ସ୍ଥାପନ କରାହେଲା। ଆଉ ଏବେ ବର୍ତ୍ତମାନ ଧୀରେ ଧୀରେ ବର୍ତ୍ତମାନ ଗାଡି ଯିବା ପାଇଁ ରାସ୍ତା ସବୁ ତିଆରି ହେଇଯାଇଛି। ଦେଖିପାରୁଥିବେ ଆପଣ ଏଇ ଯୋଉ ବର୍ତ୍ତମାନ ସବୁ ଲାଇଟ୍ ସବୁ ସିଷ୍ଟମ ହେଇଛି, ଲାଇଟ୍ ଖୁଣ୍ଟି ଅଛି, ସେ ସବୁ ରାସ୍ତା ତିଆରି ହେଇଛି ପୁରା ଉପରକୁ ଯିବା ପାଇଁ। ଇଏ ହଉଛି ପୁରା ପାହାଡର ଦୃଶ୍ୟ। ଦେଖନ୍ତୁ ପାହାଡ ଆଉ ପାହାଡ ତଳେ ଅଛି ମାଙ୍କ ମନ୍ଦିର। ବର୍ତ୍ତମାନ ଏଇ ମନ୍ଦିର କିଛି ବର୍ଷ ତଳେ ଏଇଠି ତଳେ ହିଁ ସ୍ଥାପନ କରାହେଇକି ମାଙ୍କୁ ଏଇଠି ବସା ହେଇକି ଏଇଠି ପୂଜା ଅର୍ଚ୍ଚନା ବର୍ତ୍ତମାନ ହଉଛି। ଲୋକମାନେ ପାହାଡ ଉପରକୁ ଯାଉଛନ୍ତି, ପାହାଡରେ ଯାଇକି ମାଙ୍କୁ ଦର୍ଶନ କରୁଛନ୍ତି। ଆଉ ଯାହା ହଉ ମାଙ୍କୁ ଦର୍ଶନ କରିକି ଆସିଲା ବେଳକୁ ଏଠି ପ୍ରସାଦ ସେବନର ବ୍ୟବସ୍ଥା ଥିଲା। ତେଣୁ ଯାହା ଗୋଟେ ଭାଗ୍ୟ ଥିଲେ ମିଳେ। ଯାହା ଆମ ଭାଗ୍ୟରେ ଆଜି ମାଙ୍କର ପ୍ରସାଦ ପାଇବାର ଅଛି। ତେଣୁ ଚାଲନ୍ତୁ ପ୍ରସାଦ ଟିକେ ସେବନ କରିଦବା। ଦେଖିପାରୁଥିବେ ବହୁତ ସାରା ଭକ୍ତ ଆସିକି ପ୍ରସାଦ ସେବନ କରୁଛନ୍ତି ମାଙ୍କର। ଚାଲନ୍ତୁ ଆଜି ଆମ ଭାଗ୍ୟରେ ଅଛି, ଆମେ ଟିକେ ଆଜି ପ୍ରସାଦ ଟିକେ ପାଇଯିବା। ଏଇଟା ବହୁତ ଥର ଆମେ ଆସିଛୁ, କେବେ ବି ପ୍ରସାଦ ସେବନ ଆମେ ପାଇନୁ। ଆମ ଆଜି ଭାଗ୍ୟରେ ଅଛି, ଚାଲନ୍ତୁ ଆଜି ପ୍ରସାଦ ଟିକେ ପାଇଯିବା ମାଙ୍କର। ମାଙ୍କ ପ୍ରସାଦରେ ହେଇଥିଲା ଅନ୍ନ, ଡାଲମା, ଶାଗ ବେସର ଆଉ ବୁଟ। ଯାହା ହଉ ମାଙ୍କର ଦୟା, ଆଜି ଭୋଗ ଟିକେ ମାଙ୍କର ଆଜି ମିଳିଗଲା। ଏତେ ବର୍ଷ ମାଙ୍କ ମନ୍ଦିରକୁ ଆସିଛୁ, କେବେ କିନ୍ତୁ ମାଙ୍କର ପ୍ରସାଦ ଖାଇବାର ଯୋଗ ନଥିଲା, କିନ୍ତୁ ଏ ବର୍ଷ ମାଙ୍କର ଦୟା ଅଛି, ତେଣୁ ମାଙ୍କର ପ୍ରସାଦ ଟିକେ ପାଇଲୁ। ଆପଣମାନେ କେବେ ରଣପୁର ଆସନ୍ତୁ ତାହେଲେ ନିଶ୍ଚୟ ମଣିନାଗ ମନ୍ଦିର ଆସନ୍ତୁ, ଆଉ ମହାପ୍ରଭୁ ଜଗନ୍ନାଥଙ୍କ ମନ୍ଦିର ଆସନ୍ତୁ, ବୁଲିକି ଯାଆନ୍ତୁ। ବହୁତ ସୁନ୍ଦର ମନ୍ଦିର, ଆଉ ଭିଉ ଆଉ ପାହାଡ ତଳେ ମାଙ୍କ ମନ୍ଦିର ଦେଖିଲେ ନା ଆପଣ ମନ ପୁରା ଶାନ୍ତି ହେଇଯିବ। ବୁଲାବୁଲି ସରିଲା। ରଣପୁରରେ ଏତେ ଜୋରେ ବର୍ଷା, ଇଆଡେ ଟୋପାରେ ବର୍ଷା ନାହିଁ। ବର୍ତ୍ତମାନ ଗାଡି ଥୋଇଦେଲୁ, ଏବେ ଘରକୁ ଯିବା। ଚାଲନ୍ତୁ ଆଜିର ବ୍ଲଗକୁ ବର୍ତ୍ତମାନ ଏଇଠି ଏଣ୍ଡ କଲୁ। ଯଦି ବ୍ଲଗଟି ଆପଣମାନଙ୍କୁ ଭଲ ଲାଗିଥାଏ ନିଶ୍ଚୟ ଲାଇକ୍ କରିବେ, କମେଣ୍ଟ କରିବେ, ନିଶ୍ଚୟ ସେୟାର କରିବେ ଆଉ ସବସ୍କ୍ରାଇବ କରିବେ। ରହିଲୁ, ଜୟ ଜଗନ୍ନାଥ।